ॐ नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरुगलितं फलं सुखमुखाद्मृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुका। दर्शक बंधु आपण मानंकु मोर कोटि कोटि प्रणाम। आज आमे माने पढ़िबा भागवत श्रीमद् भागवत रे षष्ठ स्कंद प्रथम अध्याय। चलंतु गोटे धाड़ी भागवत जदि कान रे पड़िथिबो ताहले आम जीवनर सबु पाप क्षय हो जाय थाए। चलंतु आरंभ करिबा। चैनल टी को जदि सब्सक्राइब करि नाहांती ताहले सब्सक्राइब करि नेबे, बेल आइकन टी को प्रेस करि नेबे, काहे कि ना मु जे कोनसी वीडियो अपलोड करिबी ताहा आपण मानक पाखकु नोटिफिकेशन आसी जिवो। चलंतु आरंभ करिबा। प्रथम अध्याय। राजउवाच शोकचरणे प्रणमित होई बोलन्ति परीक्षित। आद्यरे भगवान ब्रह्मा अष्ट ऐश्वर्यर सीमा। निवृत्ति मार्गे जा कहिले ता जोगेश्वर न जानिले। स्थिर समूहे सृष्टि पूर्ण प्रकृति सृष्टि नहे गुण। जे नाना अधर्म लक्षण नरक मानंक वर्णन। आदि स्वयंभू मनु ठारू बिहिले जेते मनंतरु। हे प्रिय व्रत राजेश्वर उत्तान पाद राजांकर। वंश चरित एहांकर दीप बरस महीधर। नदी उद्यान सिंधु वन पृथ्वी मंडलर स्थान। चंद्र तारका आदि करी भाग विचारी अनुसरी। एमंत प्रकारे ईश्वर सर्जिले अनेक संसार। नाना प्रकारे जे नरक प्राणी संचरन्ति अनेक। विशेष करी महाभाग कह अनुरागे मो आग। श्री शुक उवाच मन वचन शरीर रे जे प्राणी पाप कार्य करे। यह लोकरे देह धरी जेबे प्रायश्चित न करी। किय बा परम ईश्वरे पूजा न करे भक्ति भरे। अथवा नाम संकीर्तन केबे न करे जे जन। निश्चय जात ना नरक से प्राणी लभन्ति अनेक। एहि हेतुरु मृत्यु आगे संजत मना होई बेगे। रोगरु गुरु लघु प्राय
ପାପକୁ କରିଣ ନିଶ୍ଚୟ, ପ୍ରାୟଶ୍ଚିତ ପାଇଁ ଯତନ, କରିବ ନାହିଁ ଭବିମନ। ଏହି ପ୍ରକାରେ ସେ ଅନେକ, ଭୋଗର ଦୀକ୍ଷା ସେ ଯେତେକ, ଗୁରୁଙ୍କ ମୁଖୁ ଦୀକ୍ଷା ଜାଣି, ନିଦାନ କଥା ପରିମାଣି। ରାଜଉବାଚ ପାପ ନରକ ତମ ପଥେ, ଆଶ୍ୱାସ ଯୁତ ହୃଦଗତେ, ପାପ ଅହିତ ପରିମାଣି, ତଥାପି ବିଷୟରେ ପ୍ରାଣୀ, ପାପରେ ହୋଇ ପ୍ରବର୍ତ୍ତିତ, କିମ୍ପା କରଇ ପ୍ରାୟଶ୍ଚିତ, କେବେ ପାପକୁ ନିବର୍ତ୍ତଇ, ପୁଣି ହିଁ ପାପ ଆଚରଇ। ଏଥୁ ଅନନ୍ତେ ପ୍ରାୟଶ୍ଚିତ, ହୁଏ କୁଞ୍ଜର ସ୍ନାନବତ। ଶ୍ରୀଶୁକ ଉବାଚ ପାପାଚରଣ ଅଟେ କର୍ମ, ଚାନ୍ଦ୍ରାୟଣାଦି ମଧ୍ୟ କର୍ମ, କର୍ମରେ କରି କର୍ମମାନ, ନିଗ୍ରହ କରନ୍ତି ଯେ ଜନ, ନୁହନ୍ତି ଆତ୍ୟନ୍ତିକ ସେହି, ଏହାର ସ୍ୱଭାବଟି ଏହି। ଅଧିକାରୀ ଆଜ୍ଞାରୁ କରି, ପ୍ରାୟଶ୍ଚିତକୁ ସେ ଆଚରି, ସୁପଥ୍ୟ ଗ୍ରାସ ଯେ ନ କରେ, ତାହାକୁ ବ୍ୟାଧି ପୀଡ଼ା ହରେ। ଏହି ନିୟମ ଯେ କରନ୍ତି, କର୍ମେ କଲ୍ୟାଣ ସେ ଲଭନ୍ତି। ତପସ୍ୟା ଯମ ନିୟମରେ, ସମ ଦମ ଶୌଚ ତ୍ୟାଗରେ, ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ, ଜ୍ଞାନୀ ଚିନ୍ତନ୍ତି ନିରନ୍ତରେ। ଦେହ ବଚନ ବୁଦ୍ଧି ଘେନି, ଶ୍ରଦ୍ଧା ବିନୟେ ମହାମୁନି, ଯେ ଶନେ ଦହଇ ସକଳ, ବୃକ୍ଷ ଘର ଶଣେ ଅନଳ। କେହି କେବଳ ଭକ୍ତି କରି, ଗୋବିନ୍ଦ ନାମ ଯେ ସୌମରି, ଅଶେଷ ଅଙ୍ଗ କରି ନାଶ, ହିମେ ଯେ ଶନେ ରବିତ୍ରାସ। ହେ ରାଜା ଅଘବନ୍ତ ଯେହି, ତପେ ପବିତ୍ର ନହେ ସେହି, ଏମନ୍ତ କୃଷ୍ଣର ବିଷଏ, ପ୍ରାଣେ ଅର୍ପିତ ଯେ ବାହୁଏ, ସୁଶୀଳ ସାଧୁ ଯେଉଁ ଜନ, ନାରାୟଣରେ ପରାୟଣ, ତାହାଙ୍କ ପଥେ ଯେଉଁ ଜନ, ଲୋକର କଲ୍ୟାଣ କାରଣ। ରାଜେନ୍ଦ୍ର ଶୁଣ ପରିମାଣି, କୃଷ୍ଣ ବିମୁଖ ଯେତେ ପ୍ରାଣୀ, ତାହାଙ୍କ ତପେ ଯେତେ ଫଳ, ସକଳ ହୁଅଇ ନିଷ୍ଫଳ। କୃଷ୍ଣର ପାଦ ପଦ୍ମ ଦୁଇ, ତା ଗୁଣ ଅନୁରୂପେ ହୋଇ, ଯେ ଏକାବେଳେ ବୋଲେ ନାମ, ସ୍ୱପ୍ନେ ସେ ନ ଦେଖଇ ଯମ, ଯାଦୁତେ ପାଶର ଯୁଧାରି, ନ ଦେଖେ ଚିହ୍ନ ତାହାଙ୍କରି, ଯେ ଇତିହାସ ପୁରାତନ,
କହିବା ଶୁଣ ସାବଧାନ, ବିଷ୍ଣୁ ସମନ ଦୂତଙ୍କର, କହ ଆମ୍ଭଙ୍କୁ ସମାଚାର। କାନ୍ୟକୁ ବୁଝ ନାମେ ଦେଶ, ଅଜାମିଳର ତହିଁ ବାସ। ଆଶ୍ରମେ ଦ୍ୱିଜ ସେ ବୋଲାଇ, ସ୍ୱଭାବେ ଦାସୀପତି ହୋଇ। ସଦାଚାରକୁ ନଷ୍ଟ କରି, ଦାସୀର ସଂସର୍ଗ ଆଚରି। କୈତବଚର୍ଯ୍ୟ ପଣେ ଥାଇ, କୁସିତ କର୍ମ ଆଚରଇ। ଏମନ୍ତେ କେତେ ଦିନ ଗଲା, ତାହାର ପୁତ୍ର ଉପୁଜିଲା। ସେ ନଗ୍ରେ ଥାଇ ଦାସୀପତି, ପୁତ୍ର ପାଳନେ ସଦାମତି। 88 ବରଷେ ତାହାର, କାଳ ହୋଇଲା ନୃପବର। ବୃଦ୍ଧ ବୟସେ ତାର ପୁତ୍ର, ହୋଇଲା 10 ପରିମିତ। କନିଷ୍ଠ ପୁତ୍ର ନାରାୟଣ, ପିତାର ଆନନ୍ଦ କାରଣ। ତାହାର ଚିତ୍ତ ତାର ତହିଁ, ଅନ୍ୟତ୍ର କେବେ ହେନ ଦେଇ। ବାଳକ ଭାବରେ କୋମଳ, କହଇ ବଚନ ମଞ୍ଜୁଳ। ତାହାର ଲୀଳାମାନ ଦେଖି, ହରଷ କେ ପାରିବ ଲେଖି। ଭୋଜନ ଜଳପାନ ବେଳେ, ନାନା ପ୍ରକାର ସୁଖ ଭଳେ। ବାଳକ ସ୍ନେହ ବଶ ହୋଇ, ଅଗ୍ରେ ଭୋଜନ ତାରେ ଦେଇ। ମରଣ ନ ଜାଣଇ ମୂଢ଼, ବାଳକ ସ୍ନେହେ ଚିତ୍ତ ଦୃଢ଼। ମରଣ କାଳ ଉପଗତ, ତକ୍ଷଣେ କରି ଚିତ୍ତ ହତ। ବାଳକ ନାମ ନାରାୟଣ, ମତି ନିବେଶିଲା ତକ୍ଷଣ। ସମନ ଦୂତେ ପାଶ କରେ, ମିଳିଲେ ତାର ସମୀପରେ। ଉଚ୍ଚ ପୁରୁଷ ଭୟଙ୍କର, ବକ୍ରବଦନ ତାହାଙ୍କର। ଲୋମଲମ୍ବ ସର୍ବ ଶରୀର, ଦେଖି ଅଜାମିଳ କାତର। ଦୂରେ ବାଳକ ସଙ୍ଗେ ମିଳି, ତାହାର ପୁତ୍ର କରେ କେଳି। ଗଭୀର ଶୋନେ ଉଚ୍ଚ କରି, ଡାକିଲା ତାର ନାମ ଧରି। ଜୀବନ ବିକଳେ ତତ୍କ୍ଷଣେ, ଡାକିଲା ପୁତ୍ର ନାରାୟଣେ। ମୋହିତ ଅଜାମିଳ ପୁଣ, ତୁଣ୍ଡେ ଉଚାରି ନାରାୟଣ। ଶୁଣି ସ୍ୱାମୀର ନାମାକୃତ, ଆସି ମିଳିଲେ ବିଷ୍ଣୁ ଦୂତ। ସେ ଅଜାମିଳ ହୃଦୟରୁ, ଜୀବକୁ ଆକର୍ଷଣ କରୁ। ଯମଦୂତଙ୍କୁ ବିଷ୍ଣୁ ଦୂତେ, ବଳେ ନିବାରିଲେ ତୁରିତେ। ବୈବସୁତ ପ୍ରଭୁ ଯାହାର, ସେ ଦୂତମାନଙ୍କ ଉତ୍ତର। ବିଷ୍ଣୁ ଦୂତମାନଙ୍କୁ କହି, ତୁମ୍ଭେ ନିବାର କାହିଁ ପାଇଁ।
ଧର୍ମରାଜାର ଆଜ୍ଞା ମାନ, କିମ୍ପାଇଁ କରୁଅଛ ଭଗ୍ନ। କାହାର ତୁମ୍ଭେ ମାନେ ଦୂତ, କାହୁଁ ହେ ଅଇଲ ତୁରିତ। କିମ୍ପାଇଁ ଆମ୍ଭଙ୍କୁ ନିଷେଧ, କିବା ଉତ୍ତମ ତୁମ୍ଭେ ସିଦ୍ଧ। କିବା ଦେବତା ତୁମ୍ଭେ ମାନେ, ଆନନ୍ଦେ ବସ ସନ୍ନିଧାନେ। ତୁମ୍ଭର ଚକ୍ଷୁ ପଦ୍ମଦଳ, ବିରାଜେ କୋରିଟ କୁଣ୍ଡଳ। ଉରେ ଝୁରଇ ପଦ୍ମମାଳ, ଶୋଭିତ ଇପିତ ଦୁକୂଳ। ସର୍ବେ ନୂତନ ତନୁବହ, ଚାରୁ ଚତୁର ଭୁଜେ ସହ। ଶଙ୍ଖ ଚକ୍ର ଗଦା କମଳ, ଏଣୁ ତୁମ୍ଭେ ଶୋଭା ସକଳ। ଧନୁ ଖଡ଼ଗ ତୃଣ ଶର, ଶୋଭା ପାଉଛି ତୁମ୍ଭ କର। ଦିଗମାନଙ୍କର ତିମିର, ଆତ୍ମକାନ୍ତିରେ କଲ ଦୂର। ଧର୍ମପାଳଙ୍କ ଭୃତ୍ୟ ଆମ୍ଭେ, କିମ୍ପା ନିଷେଧ କର ତୁମ୍ଭେ। ଶ୍ରୀଶୁକ ଉବାଚ ଯମଦୂତଙ୍କ କଥାନ୍ତରେ, ବିଷ୍ଣୁଦୂତେ ମନ୍ଦହାସରେ। ମେଘ ଗମ୍ଭୀର ସ୍ୱରେ ବାଣୀ, ଯମଦୂତଙ୍କ ଆଗେ ଭଣି। ବିଷ୍ଣୁଦୂତ ଉଚୁ ତୁମ୍ଭେ ଦୂତେ ବୈବସୁତର, ତାହାଙ୍କ ଆଜ୍ଞା ଯେବେ କର। ଧର୍ମ ଅଧର୍ମର ଲକ୍ଷଣ, ଆମ୍ଭଙ୍କୁ ତତ୍ତ୍ୱ କହ ପୁଣ। ପ୍ରାଣୀ କି କଲେ ଦଣ୍ଡ ପାଏ, ଦଣ୍ଡର ସ୍ଥାନ କିବା ହୁଏ। ଦଣ୍ଡ୍ୟ ହୁଅନ୍ତି କେଉଁ ନର, କହ ସେଥିର ସମାଚାର। ଯମଦୂତ ଉଚୁ ବେଦ ବିହିତ ଯେତେ କର୍ମ, ସେହି ସଂସାରେ ଅଟେ ଧର୍ମ। ତା ବିନୁ ଅନ୍ୟ କର୍ମ ଯେତେ, ଅଧର୍ମ ବୋଲନ୍ତି ଜଗତେ। ସାକ୍ଷାତେ ଦେବ ନାରାୟଣ, ସ୍ୱୟମ୍ଭୁ ବୋଲି ପରିମାଣ। ଯେ ଦେବ ଆପଣା ଶକ୍ତିରେ, ସତର ଯତମ ଭାବରେ। ଗୁଣ ନାମ କ୍ରିୟା ରୂପରେ, ଯଥା ତଥା ସେ ଭିନ୍ନ କରେ। ସୂର୍ଯ୍ୟାଗ୍ନି ବାୟୁ ସନ୍ଧ୍ୟା କାଳ, ଆକାଶ ସୋମ ଅହ ଜଳ। ପୃଥିବୀ ରାତ୍ରି ଦିଗମାନ, ଦେହି ଧର୍ମର ସାକ୍ଷୀ ଜାଣ। ଅଧର୍ମ ପାରନ୍ତି ଏ ଜାଣି, ଦଣ୍ଡର ସ୍ଥାନଟିଏ ପୁଣି। କର୍ମ ଆୟତ ହୋଇ ଜନ, ଦଣ୍ଡର ହୁଅନ୍ତି ଭାଜନ। ଏ ଘେନି ପାପୀ ପ୍ରାଣୀମାନେ, ଉତ୍ତମ ଅଧର୍ମରେ ଜନ୍ମେ। ସକର୍ମ ସେ ଯେମାନେ କରନ୍ତି, ସୁକର୍ମ ଫଳ ସେ ଲଭନ୍ତି। ମନ୍ଦ କରମ ଯୁକ୍ତ ଯେହୁ, ସୁକର୍ମ ଭୁଞ୍ଜିବ ସେ କାହୁଁ। ଧର୍ମ ଅଧର୍ମ ଆଚରଣ,
କରନ୍ତି ଯେହୁ ପ୍ରାଣୀ ପୁଣ। ସେ ପ୍ରାଣୀ ମାତ୍ରେ ଅବନୀରେ ଫଳାଫଳକୁ ଭୋଗ କରେ। ହେ ଦେବ ଶ୍ରେଷ୍ଠ ତୁମ୍ଭେ ମାନେ ସଂସାରେ ପ୍ରାଣୀ ମାନେ ଯେହ୍ନେ ତ୍ରିବିଧ ଲକ୍ଷଣ ଲଭନ୍ତି ଯେ ଯଥା କର୍ମ ଆଚରନ୍ତି। ପୁଣି ବିହିତ ତାହାଙ୍କରି ପ୍ରାଣୀଙ୍କ ବିଷୟ ବିଚାରି କାଳର ଏହି ତତ୍ତ୍ୱ ମାନେ ଗୁଣର ବନ୍ଧନ କାରଣେ ତମ ଗୁଣରେ ଯୁକ୍ତ ହୋଇ ଆଉ ସ୍ୱଧର୍ମ ନ ଜାଣଇ ସତଗୁଣକୁ ନ ଜାଣଇ ଜନ୍ମ କାରଣେ ନା ଜାଣଇ ବିଧାତା ପଞ୍ଚଭୂତେ ପୁଣ ସୃଷ୍ଟିକୁ କରଇ ଭିଆଣ। ମହତ ଯହୁଁ ଅହଙ୍କାର ଏ ଆଦି ଯେତେକ ଆଚାର ତ୍ରିଗୁଣ ଆଦି ଶକ୍ତି ଯୁକ୍ତେ ଏହାଙ୍କୁ ଧରି ହୃଦଗତେ ଏମନ୍ତ ପ୍ରକାରରେ ଦେହି ହରଷେ ଶୋକ କୁଲ ଭଇ ତାଙ୍କ ଗର୍ବ ଆଶ୍ଚର୍ଯ୍ୟ ମତ କରଇ କର୍ମ ବିପରୀତ ଦୋଷକାରକ ପ୍ରାୟ ହୋଇ କର୍ମରେ ଆତ୍ମାକୁ ରଖଇ ଏ ଅନନ୍ତରେ ପୁଣ ସେହି ତହିଁ ରହଇ ମୋହ ପାଇ ସ୍ୱଭାବେ କର୍ମବଶ ହୋଇ ନିରତେ କୁକର୍ମ କରଇ ଅବ୍ୟକ୍ତ କର୍ମକୁ କରିଣ କହଇ ଶୁଣ ହେ ରାଜନ ପ୍ରକୃତି ସଙ୍ଗରୁ ପୁରୁଷ ସର୍ବକର୍ମକୁ କରେ ନାଶ। ପୂର୍ବ ବୃତ୍ତାନ୍ତ ଏବେ ଶୁଣ ବେଦ ସମ୍ପୂର୍ଣ୍ଣ ଯେ ବ୍ରାହ୍ମଣ ଧର୍ମ ସୁଶୀଳବନ୍ତ ପୁଣ ସୁସାଧୁ ମହତ ଲକ୍ଷଣ ମୃଦୁ ମନ୍ତ୍ରଜ୍ଞ ଶୁଚିଦାତା ସତ୍ୟବଚନ ଧୃତ ବ୍ରତା ଅତିଥି ବୃଦ୍ଧ ଗୁରୁ ଅଗ୍ନି ସୁସାଧୁ ବୁଦ୍ଧି ଚିତେ ଘେନି ସର୍ବଭୂତରେ ମିତ୍ରପଣ କୋପବର୍ଜିତ ସାଧୁଗଣ ଅଶେଷ ପୁଣ୍ୟ ସ୍ଥାନ ଏହି ସୁଶୀଳ ବୃତ୍ତିରେ ଜିଅଇ ପିତୃ ଆଜ୍ଞାରେ ବ୍ରାହ୍ମଣ ଏକ କାଳେ ବନେ ଗମନ ପୁଷ୍ପ ସମିଧ୍ୟ ଫଳକୁ ସେ ଘେନି ଆସଇ ମନ ତୋଷେ ସ୍ତ୍ରୀ ସହିତେ ବନେ ଥିଲା କାମୀ ଶୂଦ୍ରାକୁ ଏ ଦେଖିଲା ମଦ୍ୟପାନରେ ରକ୍ତ ନେତ୍ର ବିହଳ ହୋଇ ଅଛି ଚିତ୍ତ ନିବିଖସିଛି ମତ ଭରେ ଶୂଦ୍ରା ଲଜ୍ଜାକୁ କରି ଦୂରେ ହାସ୍ୟ ଗାୟନ କ୍ରୀଡ଼ା ରସ ଲୀଳା କରଇ ତାର ପାଶ ନିଜ ଯୁବତୀ କୁଳ ସ୍ଥିରୀ ସେ ବିପ୍ର ଶୂଦ୍ରା ଦେଖି କରି
ଇନ୍ଦ୍ରିୟ ବଶେ ଅନୁସରି ମନେ ମୋହିତ ହୋଇ କରି କନ୍ଦର୍ପେ ଲିପ୍ତ ମନ ହୋଇ ବାହୁ ଆଲିଙ୍ଗନ କରଇ ଆପଣା ଆତ୍ମା ସ୍ଥିର କରି ମନ ସମର୍ଥନ ବିଚାରି ଯେବେ ସେ ସତ୍ଗୁଣେ ସ୍ଥିତ କନ୍ଦର୍ପେ ହୋଇଛି ପୀଡ଼ିତ ସ୍ତ୍ରୀ ବିଷये ଅଭିରାମ କପଟେ ଗୃହେ ହୁଏ କାମ ଏଣେ ଯନ୍ତ୍ରିତ ମନ ଯାର ଆଜ୍ଞାରେ କରି କର୍ମ ଦୂର ପିନଉର ଯେ ମନହରେ ସ୍ନେହରେ ସ୍ତ୍ରୀ ବିଷୟରେ ପତିତ ସନ୍ତି ହାସ୍ୟ କରି ପ୍ରସନ୍ନେ ଏମନ୍ତେ ସୁନ୍ଦରୀ ନିଜ ଯୁବତୀ କୂଳ ସ୍ଥିତ ତେଜିଲା ବିପ୍ର ମନ୍ଦ କୃତ୍ୟ ଶୈରିଣୀ ଅପାଙ୍ଗ କୁଣ୍ଠିତ ବୁଦ୍ଧି ହୋଇଲା ତାର ହତ ଅଧର୍ମ ବୁଦ୍ଧି ସେ ବ୍ରାହ୍ମଣ ନିରତ ବେଶ୍ୟା ପରାୟଣ ଧର୍ମ ଧର୍ମେ ଧନ ଆଣି ସନ୍ତୋଷେ କରଇ ଶୈରିଣୀ ଯେଉଁ କାରଣୁ ଲଙ୍ଘି ଶାସ୍ତ୍ର ଶୂଦ୍ରାଣୀ ରଚି ଅନୁବ୍ରତ ଗୃହ ସ୍ୱକର୍ମେ ପ୍ରବର୍ତ୍ତିଲା ପୂର୍ବର ଧର୍ମ ନାଶ ଗଲା ଏଣୁ ଏ ପାପୀ ଦିଜେ ନେଇ ଯମର ଛାମୁରେ ଦେବଇ ବୋଇଲେ ଜଗନ୍ନାଥ ଦାସ ଯମଦୂତେ ବେଗେ ପ୍ରବେଶ ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ଷଷ୍ଠ ସ୍କନ୍ଧେ ଅଜାମିଳ ଉପାଖ୍ୟାନେ ବିଷ୍ଣୁଦୂତ ଯମଦୂତ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟ।